ମଣ୍ଡଳୀରେ ରହି ବାକ୍ୟ ଜାଣି ବାପ୍ତିସ୍ମ ନେଇ ପରିତ୍ରାଣ ପାଇଲା ପରେ ଅନେକ ଭାଇ ଭଉଣୀ ମାନେ ଜାଣି ଜାଣି ସେମାନେ ପାପ କରୁଅଛନ୍ତି, ପାପରେ ନିଜ ଜୀବନକୁ ବିତାଉଅଛନ୍ତି। ସେମାନେ ଜାଣିଛନ୍ତି ମଦ ପିଇବା ଉଚିତ ନୁହେଁ, ତଥାପି ଅନେକ ଭାଇ ଭଉଣୀ ମାନେ ମଦ ପିଅନ୍ତି। ସେମାନେ ଜାଣିଛନ୍ତି ସିନେମା ସିରିଏଲ ଏସବୁ ବନ୍ଧନରେ ରହିବା ଉଚିତ ନୁହେଁ, ତଥାପି ସେମାନେ ସେହି ବିଷୟ ଗୁଡିକ ସେମାନେ ଦେଖନ୍ତି। ଅନେକ ଜାଣିଛନ୍ତି ଆମେ ନାଶ ପୁଡ଼ିଆ ଗୁଟିକା ଏସବୁ ଖାଇବା ଉଚିତ ନୁହେଁ, ତଥାପି ସେମାନେ କଣ କରନ୍ତି, ସେହି ସବୁ କରିବା ପାଇଁ ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଉ ବାସ୍ତବରେ ଏହି ପ୍ରକାର ଭାଇ ଭଉଣୀ ମାନଙ୍କ ବିଷୟରେ ବାଇବେଲ କଣ କହେ, ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ ଆମେ କଥାବାର୍ତ୍ତା ହେବା। ଆଜି ଅନେକ ଡିନୋମିନେସନ ଅନେକ ଶିକ୍ଷକ ମାନେ ଅଛନ୍ତି ଯେଉଁମାନେ କହନ୍ତି ଆମେ ଥରେ ପରିତ୍ରାଣ ପାଇଗଲୁ, ଆମ ନିମନ୍ତେ ତ ଖ୍ରୀଷ୍ଟ ଥରେ ମୃତ୍ୟୁ ଭୋଗ କଲେ, ଆମେ ଯଦି ଥରେ ଉଦ୍ଧାର ପାଇଲୁ ଆମେ ଯେତେ ପାପ କଲେ ମଧ୍ୟ କୌଣସି ଅସୁବିଧା ନାହିଁ, କାରଣ ଆମେ ଅଲରେଡି ଆମେ ଉଦ୍ଧାର ପାଇଛୁ। ସେମାନେ କହନ୍ତି ଥରେ ରକ୍ଷା ଆଉ ଅନନ୍ତ ସୁରକ୍ଷା ବୋଲି କହନ୍ତି, ବା ଥରେ ସୁରକ୍ଷା ଅନନ୍ତ ରକ୍ଷା ବୋଲି ସେମାନେ କଣ କରନ୍ତି, ସେମାନେ ବିଶ୍ୱାସ କରନ୍ତି। ଯୀଶୁ ଆମର ପାପ ନିମନ୍ତେ ତ ସେ କ୍ରୁଶରେ ମୃତ୍ୟୁବରଣ କଲେ, ଆଉ ତାହାଙ୍କୁ ଆମେ ବିଶ୍ୱାସ କଲୁ, ପରିତ୍ରାଣ ପାଇଲୁ, ଏବେ ଯେତେ ପାପ କଲେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ଅନେକ ଲୋକ ଅନେକ ପ୍ରକାର କଥା କହନ୍ତି। କିନ୍ତୁ ମୁଁ ଆଜି ଆପଣମାନଙ୍କୁ କହିବା ପାଇଁ ଚାହେଁ ଏହି ବିଷୟରେ ବାଇବେଲ ଆମମାନଙ୍କୁ କଣ କହେ। ଏହା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରିୟ ଭାଇ ଭଉଣୀମାନେ, ମୋ ସହିତ ଆପଣମାନେ ଏଭଳି ପୁସ୍ତକକୁ ଆସିବେ। ଏଭଳି ପୁସ୍ତକ 12 ଅଧ୍ୟାୟରୁ ଆମେ ଗୋଟେ ବାକ୍ୟ ପଢୁ ପଢୁ ଆମେ ଆଜିର ପ୍ରସଙ୍ଗରେ ଆଗକୁ ବଢିବା। ଏଭଳି ପୁସ୍ତକ 12 ଅଧ୍ୟାୟ 16 ଆଉ 17 ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଲେଖାଯାଏ, କିଏ ବା କେହି ପାରଦାରିକ, ଏଭଳି ପୁସ୍ତକ 12 ଅଧ୍ୟାୟ 16 ଆଉ 17 ପଦ। କିଏ ବା କେହି ପାରଦାରିକ ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏସୋ ତାହାପରି ବିଧର୍ମାଚାରୀ ହୁଏ, ଏ ବିଷୟରେ ଅତି ଜାଗ୍ରତ ହୁଅ। ତୁମ୍ଭେମାନେ ତ ଜାଣ ଯେ ସେ ପରେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ସଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଏସୋ ଆଉ ଯାକୁବଙ୍କ ବିଷୟରେ ଆମେ ଜାଣୁ। ଏମାନେ ଜାଆଁଳା ଭାଇ, ଇସ୍ହାକଙ୍କର ପୁତ୍ର ଏମାନେ ଅଟନ୍ତି। ଦିନେ ଏସୋ କ୍ଷେତ୍ରରୁ ସେ ତୃଷାରେ କ୍ଷୁଧାରେ ନିଜ ଘରକୁ ଫେରୁଛନ୍ତି, ଆଉ ସେହି ସମୟରେ ଯାକୁବ ରୋଷେଇ କରୁଥାନ୍ତି। ଆଉ ସେହି ସମୟରେ ଏସୋ କହୁଛନ୍ତି ମତେ ଯେମିତି ହେଲେ ଟିକେ ଖାଇବାକୁ ଦିଅ, ମତେ ମରିଗଲା ପରି ଲାଗୁଛି। ଏହିପରି ସମୟରେ ସେ କଣ କରୁଛନ୍ତି, ଯାକୁବ ତାଙ୍କ ସହିତ ଚୁକ୍ତି କରୁଛନ୍ତି, ତୁମର ଜ୍ୟେଷ୍ଠ ଅଧିକାର ମତେ ବିକ୍ରୟ କର, ମୁଁ ତୁମକୁ ଖାଇବା ପାଇଁ ଦେବି। ଏସୋ କହୁଛନ୍ତି ମଲା ପରେ ମୋର ଅଧିକାର କଣ ଦରକାର। ଆଉ ରଙ୍ଗା ଡାଲି ପାଇଁ, ରଙ୍ଗା ଡାଲି ବୋଲି କହିଲେ ମୁସୁରୀ ଡାଲି ନିମନ୍ତେ ସେ ନିଜର ଜ୍ୟେଷ୍ଠାଧିକାର ବୋଲି କହିଲେ ନିଜର ପରିତ୍ରାଣକୁ ସେ କଣ କରୁଛନ୍ତି, ବିକି ଦେଉଛନ୍ତି। ଆଜି ବି ଅନେକ ଭାଇ ଭଉଣୀ ମାନେ ଅଛନ୍ତି, ଆମେ ମଲା ପରେ ଯଦି ବଞ୍ଚି ଥାଉ ଥାଉ ଆମେ ଆନନ୍ଦ କରିବୁ ନାହିଁ, ଏସ ଆରାମ କରିବୁ ନାହିଁ, ଆମେ ମଲା ପରେ ଆଉ କଣ କରିପାରିବା। এই প্রকার অনেক ভাই ভী মানকর চিন্তাধারা। প্রিয় ভাই ভী মানে থরে পরিত্রাণ পাইগলু, আমি যে সে পরিত্রাণকু আউ হরাইবু না এইপরি নুহে, আমার পরিত্রাণকু হরাইবার মধ্য সম্ভাবনা রয়েছে। এঠারে দেখুছু যে থরে তাঙ্কর অধিকারকু এসো হরাউছন্তি, ଆଉ କେତେ କ୍ରନ୍ଦନ କରି କେତେ ଅନୁତାପ କଲେ ମଧ୍ୟ ସେ ଅଧିକାରକୁ ସେ ଫେରି ପାଇପାରୁନାହାନ୍ତି। ଯଦି ଆପଣ ମାନେ ଏଭ୍ରି ପୁସ୍ତକ, ସେହି ଏଭ୍ରି ପୁସ୍ତକ 10 ଅଧ୍ୟାୟକୁ ଆସିବେ, 10 ଅଧ୍ୟାୟ ତାର 26 ପଦରୁ ଆମେ ତଳକୁ ଯଦି ଆମେ ଦେଖୁ, ଲେଖାଯାଏ, କାରଣ ସତ୍ୟ ଜ୍ଞାନ ଲାଭ କଲା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ପ୍ରିୟ ଭାଇ ଭଉଣୀ ମାନେ ଆମେ এই ବାକ୍ୟ ଗୁଡ଼ିକୁ ଆମେ ଧ୍ୟାନ ସହିତ ଶୁଣିବା, ଆମେ ଭଲ ଭାବରେ ବୁଝିବା, ଯଦ୍ୱାରା ଆମେ ସେଇଥିରୁ ଆମେ କଣ ହେବା, ମୁକ୍ତ ହେବା, ସେଇଥିରୁ ଆମେ ବାହାରି ଆସିବା। ଲେଖାଯାଉଛି ଯେ ସତ୍ୟ ଜ୍ଞାନ ଲାଭ କଲା ପରେ ଯଦି
आम्भे माने स्वेच्छापूर्वक पाप करुथाउ तेबे पापार्थक बलि आउ अवशिष्ट नथाए। 27 पद लिखा जाए, बरं विचारर एक प्रकार भयंकर प्रतीक्षा और विपक्ष मानकु ग्रासकारी अग्निर प्रचंडता अवशिष्ट थाए। 26 पद लिखा जाउछि जे जानी जानी जने पाप करुथिबा व्यक्ति निमंते पापार्थक बलि आउ नथाए। एई कथा हमें जानबार आवश्यक रहिछि। अनेक भाई भणी मानकर मनोभाव, मु पाप करुथिबि प्रभु को क्षमा मागुथिबि, पाप करुथिबि स्वीकार करुथिबि, एही परि नुहे प्रिय भाई भणी माने। बाइबल एहा हमकु कहे नै जदि जणातरे अजाणतारे आमे कोनोसी पापरे आमे लिप्त अछु, बंधनरे आमे लिप्त अछु, सेठिरु आमे प्रभुको निकटरे पापको स्वीकार करी आमे से पापको छाड़ी देले आमे दया पाइबा, आमे क्षमा पाइबा, आमे उद्धार पाइबा। किंतु जदि आमे जानी जानी पाप करुथिबा, लेखा जाउछि आउरी पापार्थक बलि कोन न थाए, अवशिष्ट न थाए बोली कहले आउ क्षमा न थाए। से व्यक्ति निमंते कोन थाए, प्रचंडर से अग्नि ग्रासकारी से अग्नि कोन करे से व्यक्ति को अपेक्षा थाए। प्रिय भाई भणी माने आमे ए सब वाक्य को आमे बुझिबा आउ आमे परमेश्वर को भय करी ताहांकर गोड़ धरी ताहांको निकटवर्ती हेबा। कारण पाप यह गोटे छोट विषय नुहे। जड़े ख्रीष्ट विश्वासी बा कौनसी मनुष्य पाप सहित खेलिबा उचित नुहे, पाप सहित आमे खेलिबा उचित नुहे। कारण यह बाइबल आमानकु कहे, प्रिय भाई भणी माने प्रभु आमानकु अनुग्रह करंतु, कारण पापर वेतन होछि मृत्यु। प्रभु यीशु ख्रीष्ट एथिपाई से मृत्यु भोग करि नथिले जे तुमे जेते पाप करुथिले मध्य मु तुमको क्षमा देउथिबे, एथिपाई से मृत्यु वरण करि नथिले। आमे पापर वेतन जे मृत्यु, से मृत्यु पाइबार योग्य थिलु। हमर पाप क्षमा निमंते हमको पापर उद्धार करिबा पई से क्रूसरे मृत्यु भोग कले। आमे जेपरि पवित्रतारे जीवन यापन करिबा, आमे ताहांको पई बंचिबा। आ जदि आमे जानी जानी पाप करू ताहेले हमको आउ क्षमा न थाए, हमको आउरी दया न थाए। कारण बाइबल एहा आंब मानकु कहे। जदि आमे 28 पद पढु, लेखा जाए, केही मशांको व्यवस्था को अमान्य कले से दया प्राप्त न हुई 2 किंबा 3 जन साक्षी को प्रमाण रे हत हुए। तेबे भावी देख जे ईश्वर पुत्र को पददलित करियोछि। काहाकु पददलित करियोछि? ईश्वर पुत्र को। किए? जो व्यक्ति जानी जानी पाप करे। प्रिय भाई भणी माने जदि आमे जानी जानी पाप करू ताहले यीशु ख्रीष्ट को आमे पाद तले कोन करू? दलित करू। प्रभु यीशु ख्रीष्ट कि मनुष्य मान को पाद तले दलित होगा व्यक्ति से अटंती। एथिपाई कि हमको परित्राण देइछंती, एथिपाई हमको मंडली डाकिछंती, एथिपाई हमको तांकर दास मान को देइछंती, एथिपाई तांकर जीवंत वाक्य मान को देइछंती। प्रिय भाई भणी माने ए कथा हमें मन रखिबा। ए सब वाक्य गुडी को आपण मान को भलो लागिबो नाही, आपण मान को भलो लागू, आपण माने खुशी आनंद हुंतु, एथिपाई मु एही वीडियो गुडी को प्रस्तुत करू नाही। आम्भे माने जेपरि नरकरु रक्षा हेबा, आमे जेपरि पापरु दूरे रहिबा, आमे तांकर वाक्य अनुसार जीवन बिताबा, एही सब बोझ आ इच्छा को नहीं मु एही वीडियो गुडी को प्रस्तुत करूछि। प्रिय भाई भणी माने लेखा जाउछि जे मशांकर व्यवस्था को जे अमान्य कले 2 किंबा 3 जन साक्षी को आगे सही अमान्य आज्ञा को अमान्य करबा लोक मान को दंड दिया जाउथिला। आ 29 पदरे लेखा जाए, तेबे भावी देख जे ईश्वर पुत्र को पददलित करियोछि, नियमर जो रक्त द्वारा से पवित्रकृत होइथिला ताहाकु सामान्य बोली मने करियोछि और अनुग्रहदाता आत्मा को अवमानना करियोछि, से केड़े अधिक गुरुतर दंडर योग्य न हेबो। प्रिय भाई भणी माने जानी जानी पाप जे करुछि से कोन करुछि? आउ सामान्य विषय कूड़ा सामान्य विषय रक्तर जो नियम द्वारा से पवित्र होइथिला ताकू सामान्य बोली मने करियोछि। किए जे जानी जानी
ପାପ କରିଥିବା ବ୍ୟକ୍ତି ଆଉ ଅନୁଗ୍ରହଦାତା ଆତ୍ମାଙ୍କୁ ସେ କଣ କରିଛି? ଅବମାନନା କରିଛି। ପ୍ରିୟ ଭାଇ ଭଉଣୀ ମାନେ, ଆଉ ଜାଣି ଜାଣି ପାପ କରୁଥିବା ବ୍ୟକ୍ତିଙ୍କୁ ବାଇବେଲ କଣ କହେ ଯେ ସେ କଣ କରୁଛି? ଯେ ଈଶ୍ୱରଙ୍କର ସେ ଅନୁଗ୍ରହଦାତା ଆତ୍ମାଙ୍କୁ ଅଗ୍ରାହ୍ୟ କରୁଛି। ଏହା ବାଇବେଲ ସେହି ବ୍ୟକ୍ତିମାନଙ୍କୁ କହେ। ଏହା ଆମେ ଜାଣି ରଖିବା। ଯଦି ଏଇଟା ଆମେ ଭଲରେ ଜାଣିବା, ଆମେ ଆଉ କଣ କରିବା ନାହିଁ? ଜାଣି ଜାଣି ପାପ କରିବା ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ସେହି ଏବ୍ରୀ ପୁସ୍ତକ 6 ଅଧ୍ୟାୟ 6 ପଦରେ ଗୋଟେ ବାକ୍ୟ ଲେଖାଯାଏ, ସେମାନେ ଯଦି ଧର୍ମଭ୍ରଷ୍ଟ ହୁଅନ୍ତି, ସେମାନେ ବୋଲି କହିଲେ ଯେଉଁମାନେ ବାକ୍ୟକୁ ଚାଖିଛନ୍ତି ଆଉ ଏଇ ଜଗତକୁ ଚାଖିଛନ୍ତି, ସତ୍ୟ ଜ୍ଞାନ ଯେଉଁମାନେ ପାଇଛନ୍ତି, ସେମାନେ ଯଦି ଧର୍ମଭ୍ରଷ୍ଟ ହୁଅନ୍ତି, ତାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ। ଯେଣୁ ସେମାନେ ଆପଣାର ବିନାଶ ନିମନ୍ତେ ଈଶ୍ୱରଙ୍କ ପୁତ୍ରଙ୍କୁ ପୁଣି କୁଶାର୍ପଣ କରି ପ୍ରକାଶରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି। ଯେଉଁମାନେ ପାପ କରୁଛନ୍ତି ଜାଣି ଜାଣି, ସେମାନେ ଜାଣି ଶୁଣି ପାପ ଆଡକୁ ଯିବା ଲୋକ, ସେମାନଙ୍କ ମନ ପରିବର୍ତ୍ତନର ବରଦାନ ନଥାଏ, ଫେରି ଆସିଲା ଭଳି ଆଉ ସେମାନେ ନଥାନ୍ତି। ଆଉ ଲେଖାଯାଉଛି ଯେ ପୁନର୍ବାର ସେମାନେ ପରମେଶ୍ୱରଙ୍କୁ କଣ କରୁଛନ୍ତି? କ୍ରୁଶରେ ସେମାନେ ଚଢାନ୍ତି। ଆମର ପାପ ନିମନ୍ତେ, ଆମର ପାପକୁ ପରିଷ୍କାର କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କଲେ? ଥରେ ସେ କ୍ରୁଶରେ ଚଢିଲେ ଆଉ ତାଙ୍କର ପବିତ୍ର ରକ୍ତକୁ ଛଡ଼ାଇଲେ। ଆମେ ଯେ ବାରମ୍ବାର ପାପ କରୁଥିବା, ତାଙ୍କୁ କ୍ରୁଶରେ ଚଢାଉଥିବା, ଏହା ବାଇବେଲ ଆମମାନଙ୍କୁ କହେ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆମର ହାତ ମଇଳା ହେଇଗଲେ ଆମେ ନଦୀ ପାଣିରେ ବାରମ୍ବାର ଆମେ ଧୋଉ, ଟ୍ୟୁବୱେଲ ପାଣିରେ ଆମେ ବାରମ୍ବାର ହାତ ଧୋଉ। ମାତ୍ର ଯୀଶୁଙ୍କର ରକ୍ତ ନଦୀ ପାଣି ପରି ନୁହେଁ। ଯୀଶୁଙ୍କର ରକ୍ତ ଆମେ ଗୋଟେ ଟ୍ୟୁବୱେଲ ପାଣି ପରି ଆମେ ଭାବିବା, ଏହା କେତେ ଖରାପ ବିଷୟ। ପ୍ରିୟ ଭାଇ ଭଉଣୀ ମାନେ, ତାହାଙ୍କର ପବିତ୍ର ରକ୍ତ, ସେଇ ବହୁମୂଲ୍ୟ ରକ୍ତ, ସେ ଆମ ନିମନ୍ତେ ଥରେ ସେ କ୍ରୁଶରେ ଚଢ଼ିଲେ ଆଉ ଆମକୁ ସେ କ୍ଷମା ଦେଇଛନ୍ତି, ପରିତ୍ରାଣ ଦେଇଛନ୍ତି, ମଣ୍ଡଳୀ ଦେଇଛନ୍ତି, ପ୍ରଭୁଙ୍କର ଦାସମାନଙ୍କୁ ଦେଇଛନ୍ତି। କାହିଁକି? ଆମେ ଯେପରି ପବିତ୍ର ଜୀବନ ଯାପନ କରିବା। ମୁଁ ଗୋଟେ ବାକ୍ୟ ପଢି ସମାପ୍ତ କରିବା ପାଇଁ ଚାହେଁ। ଲେଖାଯାଏ ସାଧୁ ପିତରଙ୍କ ଦ୍ୱିତୀୟ ପତ୍ର 2 ଅଧ୍ୟାୟ 20 ପଦରେ ଏ ପ୍ରକାର ଲେଖାଯାଏ, ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ଦ୍ୱାରା ସଂସାରର ଅସୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହାହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହେବ। ଜାଣି ଜାଣି ପାପ କରୁଥିବା ବ୍ୟକ୍ତିମାନଙ୍କୁ ବାଇବେଲ এই ପ୍ରକାର କଥା କହେ। ଆମେ ଏସବୁ ବିଷୟ ମନେ ରଖିବା। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ପରମେଶ୍ୱର ପ୍ରେମ କରି ଆମକୁ ପୁରାତନ ସ୍ୱଭାବରୁ ସେ ଆମକୁ ବାହାର କରି ଆଣିଛନ୍ତି। ପୁରାତନ ରୀତିବିଧି, ଆମ ସବୁ ପାପରୁ, ମନ୍ଦତାରୁ ସେ ଆମକୁ ପରିଷ୍କାର କରିଛନ୍ତି। ଆମେ କଣ ହେବା ନାହିଁ? ପୁନର୍ବାର ଆମେ ତାହାଙ୍କର ବାକ୍ୟକୁ ପିଠି ଦେଖାଇବା ନାହିଁ, ଆମେ ତାହାଙ୍କୁ ଦୁଃଖ ଦେବା ନାହିଁ। କାରଣ ସେ ଆମକୁ କଣ କରିଛନ୍ତି? ସମସ୍ତ ପରିସ୍ଥିତିରୁ ସେ ଆମକୁ ଅଲଗା କରିଛନ୍ତି। ଆଉ ସେ ଚାହାନ୍ତି ଆମେ ଯେପରି ତାଙ୍କ ସହିତ ପବିତ୍ର ଜୀବନ ଯାପନ କରିବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ